समस्त नमस्कार आउ थे आपण सहित जड़ित होगापाई एवं आम सहित अच्छा यही चैनल रो मुख्य आज आम गोटे विशेष विषय नहीं कि आज आलोचना करा जाऊँ जे आज्ञा धर्मांतरीकरण एक जातीय वितर्क ही रही भारत वर्ष रे यह केते दूर सत्य सत्य कौन धर्मांतरीकरण करा जाउछि कि यार मुख्य उद्देश्य कौन केमिति एटा संभव हो परिबा संभव कि ठीक कथा पचारिल धर्मांतरीकरण यह आजिकार कथा नुहे हजारे हजारे वर्ष पूर्व धर्म संगठन तैयारी कराई लोक धर्म उपरे विश्वास करुछंती के बा विश्वास करूनाहंती। प्रथम कथा धर्म सृष्टि कहीं कराई धर्म किए सृष्टि कला धर्म धर्म मध्य लड़ाई लगी धर्म कला किए सृष्टि आदि मानवर क्यों धर्म थिला किए से रखी लिखि आदि मानव जिते बेले रोते दुनिया रे तांकर धर्म किसी थिला कि ना से प्रकृति पूजा करुले किंतु किछि समय परे जिते जनसंख्या बढ़िला ए मनुष्य माने धर्म क्रिएट कले बा धर्म सृष्टि कले विशृंखलित मनुष्य को गोटे श्रृंखलित मार्ग रे आनिबा पाई गोटे गोटे पंथा सृष्टि कराला गोटे समाज रे श्रृंखला पाई परिवार रे श्रृंखला पाई सृष्टि कराइतिला यह किसी खराब न जो धर्मांतरीकरण अन्य अर्थरे किए को प्रभु को उपासना कला किए कहार भक्त होला किए जय गुरु किए ओम शांति किए गायत्री किए अलेख अवधूत सत्य साई शिरडी साई स्वामी आयप्पा मोहम्मद गौतम बुद्ध महावीर जैन नानक शंकर रामानंद वल्लभाचार्य चैतन्य अभिराम परमहंस दीक्षा पंचसखा दीक्षा केशव ठाकुर के जीशु ख्रीस्ट के राम के जगन्नाथ जी जहाँ को गोटे भक्तिर सहित उपासना कर पारला धर्मशास्त्र को लिखा है धर्म परिवर्तन कर गीतारे कृष्ण कहते सबु धर्म छाड़िकी मोर शरणागत हुआ गीतारे शरणागत कथा कहूँ ना कि मो निकट को आस जीशु ख्रीस्ट कहले मो निकट को आस मोठू शिख मोर शिष्य हो धर्म परिवर्तन करने कथा कोड़ी कहुनी श्रीकृष्ण कहते ना कि सबु धर्म छाड़ी मो पाखु आस ये कौन कहना कि धर्म परिवर्तन मो निकट को आस कहते सेटा कौन केमती कौन यह गोटे गभीर कथा कारण भारत वर्ष दुईटी गोष्ठी रही गोटे धनी गोष्ठी
गोटे गरीब गोष्ठी हम्म ଆଉ ଗୋଟେ ହେଲେ ସବର୍ଣ୍ଣ ଗୋଟେ ଅସବର୍ଣ୍ଣ। এই ସବର୍ଣ୍ଣ ଅସବର୍ଣ୍ଣକୁ କେନ୍ଦ୍ର କରି हम्म ଏ ଧର୍ମ ପରିବର୍ତ୍ତନର ଇତିହାସକୁ हम्म ଅତି କଦର୍ଥ କରାଯାଇଛି, हम्म ଯାହା ଫଳରେ ଧର୍ମାନ୍ତୀକରଣ ଭୟଙ୍କର ଭାବରେ ଟେକିଛି ମୁଣ୍ଡ। हम्म ଅଶାନ୍ତି ଦେଖା ଦେଇଛି, हम्म କେତେ ଯେ ରକ୍ତପାତ ହଉଛି, କେତେ ହତ୍ୟା ହେଉଛି, ଆର ହିସାବ କିଛି ନାହିଁ। ଏ ଭାରତ ବର୍ଷରେ ଯୋଉ ଅସବର୍ଣ୍ଣ ଲୋକମାନେ ଅଛନ୍ତି, हम्म এই ଅସବର୍ଣ୍ଣ ମାନଙ୍କୁ ସବର୍ଣ୍ଣ ଲୋକମାନେ ତଳି ତଳାନ୍ତ କରିଥିଲେ ବା କରୁଛନ୍ତି ବର୍ତ୍ତମାନ। हम्म ତାଙ୍କୁ ଛୁଉଁନାହାନ୍ତି, ଅଛବ କରିକି ରଖିଛନ୍ତି, ଅସ୍ପୃଶ୍ୟ କରିଦେଲେ। ନା ବିହାରରେ ମଧ୍ୟ ସେଇଟା ହିଁ ହେଉଛି। ଦେଖୁଛେ କି ବିହାରରେ ମଧ୍ୟ ଛୁଆଁଛୁତି ମଧ୍ୟ ସେଠି ମଧ୍ୟ ଏବେ ପର୍ଯ୍ୟନ୍ତ ସେଠି ଦେଖା ଦେଇଛି। ଆଉ ଏହା କେବଳ ଆଜିର ବିଷୟ ନୁହଁ, କିନ୍ତୁ ପୁରାତନ ସମୟରୁ ଏହା ପ୍ରଚଳିତ। ଏ ପ୍ରଥାକୁ ଆଗେଇ ମଧ୍ୟ ନିଆଯାଇଛି କୋଉଠି ନା କୋଉଠି। ବିଭିନ୍ନ ଗ୍ରାମ ମାନଙ୍କରେ ମଧ୍ୟ ତାହା ଦେଖିବାକୁ ମିଳେ। ଏହା କ'ଣ ଏହା ସହିତ ସାମଞ୍ଜସ୍ୟ ରହିଛି କି ବିଭିନ୍ନ ଲୋକ ପଳେଇ ଯାଉଛନ୍ତି, ଅନ୍ୟ ଧର୍ମକୁ ପଳେଇ ଯାଉଛନ୍ତି କି ମତେ ଏଇଠି ଅତ୍ୟାଚାର ବେଶୀ ହଉଛି, ସେମିତି କ'ଣ ଗୋଟେ ପରିସ୍ଥିତି ହଉଛି କି? ଆର୍ଯ୍ୟମାନେ ଏଭଳି ଅତ୍ୟାଚାର କରିଥିଲେ ଯାହାର ଭାଷା ନାହିଁ କହିବା ପାଇଁ। ଯେଉଁମାନେ ଆର୍ଯ୍ୟମାନଙ୍କ ଭୟରେ ବା ଉଚ୍ଚ ବର୍ଗ ଲୋକମାନଙ୍କ ଭୟରେ ଜୀବନ ରକ୍ଷା କରିବା ପାଇଁ ଜଙ୍ଗଲକୁ ଚାଲିଗଲେ, ସେମାନେ ବନବାସୀ ହେଇଗଲେ, ଏଷ୍ଟି ହେଇଗଲେ। ଯେଉଁମାନେ ଯାଇ ନ ପାରିଲେ ସବର୍ଣ୍ଣ ମାନଙ୍କର ଦାସତ୍ୱ ହେଇଗଲେ, ତାଙ୍କୁ ଏସି କୁହାହେଲା। ଭାରତ ବର୍ଷରେ ଏସି ଏସଟି ମାନଙ୍କର ସଂଖ୍ୟା ଅଧିକ। ଏହି ଶ୍ରେଣୀର ଲୋକମାନେ ଅନ୍ୟାନ୍ୟ ସମ୍ପ୍ରଦାୟକୁ ଚାଲି ଯାଉଛନ୍ତି ବୋଲି ତର୍କ ବିତର୍କ ଚାଲିଛି ତର୍କ ବିତର୍କ ଚାଲିଛି ମଧ୍ୟ ଚାଲିଯାଏ। ଏବେ ବି ବହୁତ ଜୋରସୋରରେ ମୁଣ୍ଡ ମଧ୍ୟ ଟେକିଛି ସେଟା। କାରଣ ଏଭଳି ଉଚ୍ଚ ବର୍ଗ ଲୋକମାନେ ଅସବର୍ଣ୍ଣ ମାନଙ୍କୁ ତଳି ତଳାନ୍ତ କରିଦେଇଥିଲେ। ଏମାନଙ୍କ ମୁହଁରେ ଠେକି ବାନ୍ଧିକି ରଖୁଥିଲେ, ଅଣ୍ଟାର ପଛପଟେ ଝାଡୁ ଓହଳଉଥିଲେ, ଶିକ୍ଷାରୁ ବଞ୍ଚିତ କରିଥିଲେ, ଏମାନଙ୍କୁ ଛୁଁ ନଥିଲେ, ନିଜର ଦୁଆର ପିଣ୍ଡାକୁ ଉଠେଇ ଦଉନଥିଲେ, ପଶୁଠାରୁ ହୀନ କରିଥିଲେ। ଏଭଳି ସାମାଜିକ ଚାପରେ ବାନ୍ଧି ଯାଇଥିଲେ। ଏମାନେ ହୋଇଗଲେ ଅଣନିଶ୍ୱାସୀ। ସେଇ ଭିତରୁ କେତେକ ମୁସଲମାନ ହେଇଗଲେ, ଆଉ କିଏ କିଏ ବର୍ତ୍ତମାନ ବୁଦ୍ଧିଷ୍ଟ ହେଇଯାନ୍ତି, କିଏ ନେଉଛି ବୌଦ୍ଧ ଧର୍ମ, କିଏ ନେଉଛି ଜୈନ ଧର୍ମ। ଏଇ ଭିତରୁ ପୁଣି ସୃଷ୍ଟି ହେଇଗଲା ଶିଖ ଧର୍ମ। ଏଇ ଭିତରୁ ବିଶ୍ୱ ଖ୍ରୀଷ୍ଟଙ୍କୁ କିଏ ବିଶ୍ୱାସ କରି ଖ୍ରୀଷ୍ଟିଆନ ହେଲେ। ଯେତେବେଳେ ମହିମା ଗୋସାଇଙ୍କ ଦ୍ୱାରା ମହିମା ଧର୍ମ ବା ଅଲେଖ ଧର୍ମ ସ୍ଥାପିତ ହେଲା ଉତ୍କଳ ପ୍ରଦେଶରେ, ସେହି ସମୟରେ ମହିମା ଗୋସାଇଙ୍କର ଶିଷ୍ୟତ୍ୱ ହେଲେ ଉଚ୍ଚ ବର୍ଗ ଲୋକମାନେ।
ଆପଣ ଦେଖିବ ତାଙ୍କର ବହୁତ ମଠ ଅଛି। ସେ ମଠର ଯେଉଁମାନେ ମୁଖ୍ୟ ସେମାନେ ଉଚ୍ଚ ବର୍ଗ ଲୋକ। ଆଚ୍ଛା। ଧର ଆପଣ ବର୍ତ୍ତମାନ ଯିବ ଜୋରନ୍ଦା, ହୁଁ ହୁଁ ତା ଜିଲ୍ଲା ହେଉଛି ଢେଙ୍କାନାଳ। ହୁଁ ହୁଁ ତାର ଯେ ମୁଖ୍ୟ ଅଧ୍ୟକ୍ଷ ସେ ଉଚ୍ଚ ବର୍ଗ ଲୋକ ହୋଇଥିବ। ଆଚ୍ଛା। କଥା ହେଲା କ'ଣ, ଜାତି ଖୋଜିଲେ ମୁକ୍ତି ନାହିଁ, ମୁକ୍ତି ଖୋଜିଲେ ଜାତି ନାହିଁ। ଆଚ୍ଛା। ଅଲେଖ ଧର୍ମ ବର୍ତ୍ତମାନ ଏଭଳି ଭାବରେ ପ୍ରସାରିତ ହେଇଯାଇଛି, ସେଠି ଜେନେରାଲ ଲୋକ SC ST ଲୋକ ମଧ୍ୟ ମିଶି ଯାଇଛନ୍ତି। ଆପଣ ଓମ୍ ଶାନ୍ତି କି ଦେଖ, ଜୟଗୁରୁକୁ ଦେଖ, ଅଭିରାମ ପରମହଂସ ଦୀକ୍ଷା ଦେଖ, ଗାୟତ୍ରୀ ଦୀକ୍ଷା ଦେଖ, ବିଭିନ୍ନ ସମ୍ପ୍ରଦାୟରେ ଧର୍ମରେ ମୁଁ ଯେତିକି ସ୍ଥାନ ପରିଭ୍ରମଣ କରୁଛନ୍ତି, ମୁଁ ଯେତିକି ସ୍ଥାନ ପରିଭ୍ରମଣ କରୁଛି, ଲୋକଙ୍କର ଗୋଟେ ମାଇଣ୍ଡ ସେଟ୍ ରହିଛି ପ୍ରଭୁଙ୍କ ଉପରେ। ସେ ରାମ କିମ୍ବା ଶିବ, ଦୁର୍ଗା, କାଳୀ, ଜଗନ୍ନାଥ, ମହମ୍ମଦ, ଗୌତମ ବୁଦ୍ଧ, ନାନକ, ସତ୍ୟସାଇ, ଶିରିଡି ସାଇ ବା ଯୀଶୁଖ୍ରୀଷ୍ଟ। କାରଣ ମନ ମୂଳେ ଏ ଜଗତ, ମନ ମୂଳେ ପଞ୍ଚଭୂତ, ମନ ମୂଳେ ତୀର୍ଥବ୍ରତ ପୁରୀ ରହିଛି। ମନଟି ଗଙ୍ଗା ଯମୁନା ଗୋମତୀ ପ୍ରୟାଗ ସିନା, ମନ କାଶୀ ଶ୍ରୀକ୍ଷେତ୍ରରେ ଲୀଳା ଲାଗିଛି। ମନ ଠାରୁ ସର୍ବ ଉତ୍ପତ୍ତି, ମନ ଆକାଶ ପାତାଳ ବିଶ୍ୱ ଧରତି, ମନ ରାଜା ମନ ରାଣୀ ଜ୍ଞାନୀ ମାନି ଧନୀ। ଏହି ମନ ବୃନ୍ଦାବନ, ଏହି ମନ କାଶୀ, ଏହି ମନ ବଦ୍ରୀନାଥ, ପୁରୀ ବାରାଣସୀ। କାହାର କ'ଣ ମନ ହେଲା, କିଏ କୋଉ ଦୀକ୍ଷା ନେଲା, କିଏ କୋଉ ପ୍ରଭୁଙ୍କୁ ଗ୍ରହଣ କଲା, ମୁଁ ଦେଖୁଛି। ଅନେକ ଲୋକଙ୍କୁ ମୁଁ ଦେଖିଛି ଯୀଶୁଖ୍ରୀଷ୍ଟଙ୍କୁ ବିଶ୍ୱାସ କଲେ କେତେ ଦିନ ପାଇଁ, ମୁଁ ତା ନାଁ କହୁନି, ସେ ଉଚ୍ଚ ବର୍ଗ ଲୋକ। ଦଳେ ଅସମ୍ପନ୍ନ ଲୋକମାନଙ୍କୁ ଦେଖିଛି, ସେମାନେ ଗ୍ରହଣ କରୁଛନ୍ତି, ପୁଣି ପଛୁଆ ହେଇଯାଉଛନ୍ତି। ସୁସ୍ଥ ହେଲିନି ବୋଲି, ଆଶୀର୍ବାଦ ପାଉନାହାନ୍ତି ବୋଲି ପଛୁଆ ହେଇଯାଉଛନ୍ତି। ଆଉ କିଏ ନେଉଛି ବୌଦ୍ଧ ଧର୍ମ, କିଏ ନେଉଛି ଜୈନ ଧର୍ମ, ସେମାନେ କେଉଁ ଧର୍ମର ସତ୍ତା କିଛି ପାଉନାହାନ୍ତି। ମନ ଲୋକମାନେ ଦଉଛନ୍ତି। ଆଜି ଗୋଟିଏ ପ୍ରଭୁଙ୍କୁ ଡାକିବେ, କାଲି ଗୋଟିଏ ପ୍ରଭୁଙ୍କୁ ବିଶ୍ୱାସ କରିବେ, ତା 2 ବର୍ଷ ପରେ ଆଉ ଗୋଟିଏ ପ୍ରଭୁ ଡାକୁଛନ୍ତି। ଘରେ ଘରେ ଦୀକ୍ଷା, ନାନା ଦୀକ୍ଷା ଚାଲିଛି। ମୋର କହିବାର କଥା, ଏଇ ଯୋଉ ଧର୍ମ ପରିବର୍ତ୍ତନ କଥା ମୁଁ ଜାଣେ ନା, ମୁଁ ଏତିକି ଜାଣିଛି ଲୋକମାନଙ୍କର ମତି ଭ୍ରମ। ଏବେ ଗୋଟିଏ ପ୍ରଭୁ, ତାପରେ ଆଉ ଗୋଟିଏ ପ୍ରଭୁ। ଗୋଟିଏ ପ୍ରଭୁଙ୍କୁ ଡାକିଲେ ଯଦି ତାଙ୍କର ଆଶା ପୂର୍ଣ୍ଣ ହଉନି, ଯଦି ମନ ବାଛା ପୂର୍ଣ୍ଣ ହଉନି, କହନ୍ତି ସେ ପ୍ରଭୁ ଠିକ ନାହାନ୍ତି, ସେ ଧର୍ମ ଠିକ ନାହିଁ। ମୁଁ ଦେଖୁଛି ବୁଲି ବୁଲି। ତାହେଲେ ଲୋକ ଧର୍ମ ପରିବର୍ତ୍ତନ ମାନେ ଧର୍ମ କିଏ ବଦଳେଇ ପାରିବେନି। ଧର୍ମ ଏକ ପଥ ଗଢ଼ିଛନ୍ତି ବିଧି, ତରିବାକୁ ଏଇ ସଂସାର ବାରିଧି, ଧର୍ମ ସିନା ଏକା ମହତ ପଣିଆ, ଆଉ ସବୁ କଥା ଅଢ଼େଇ ଦିନିଆ। ଧର୍ମ ଧାରଣେ ଏ ଜଗତ, ଧର୍ମରେ ହୁଏ ଆତଜାତ। ଧର୍ମ କିଏ ବଦଳେଇ ପାରିବ? ଆଙ୍କର ମନ ସବୁ ଚେଞ୍ଜ ହଉଛି ଘଡ଼ି ଘଡ଼ି ଘଡ଼ି। ସେମାନେ କହୁଛନ୍ତି କି କୋଉଠି ନା କୋଉଠି ମନ ଚେଞ୍ଜ ହଉଛି, ମନ ପରିବର୍ତ୍ତନ ହଉଛି। ଯେମିତିକି ବହୁତ ଲୋକ ଯାଉଛନ୍ତି ବଦ୍ରୀନାଥ, ପୁରୀ, କାଶୀ, ବାରାଣସୀ ଏବଂ ବିଭିନ୍ନ ତୀର୍ଥ, ଏବଂ ମୁସଲିମ ଲୋକ ଜେରୁସାଲେମ ଯାଉଛନ୍ତି, ମକ୍କା ମଦିନା। ଆମ ଭାରତ ବର୍ଷରେ ଯୋଉ ବିଭିନ୍ନ ଜାତିର ଲୋକ ଅଛନ୍ତି, SC ST ମାନେ ଯେ ଧର୍ମାନ୍ତରିକରଣ ହୁଅନ୍ତି ତାହା ନୁହଁ,
ସବର୍ଣ୍ଣ ମାନେ ବି ସେ ଅନ୍ୟାନ୍ୟ ପ୍ରଭୁଙ୍କୁ ଗ୍ରହଣ କରୁଛନ୍ତି। ସେ ସବୁଦିନ ଗ୍ରହଣ କରନ୍ତୁ କି ଅଳ୍ପ ଦିନ ଗ୍ରହଣ କରନ୍ତୁ, ସେ ଗ୍ରହଣ କରୁଛନ୍ତି। କିଏ ସ୍ଥିର ହଉଛି ସେଇ ବାକ୍ୟରେ ବା ପ୍ରଭୁଙ୍କ ପାଖରେ, କିଏ ସ୍ଥିର ହଉନି ତାଙ୍କ ଉପରେ ନିର୍ଭର କରୁଛି। କଥା ହେଲା କଣ, ବର୍ତ୍ତମାନ ଯୋଉ ଧର୍ମାନ୍ତୀକରଣ ଉପରେ ଚାଲିଛି ବିଷୟ ଆଲୋଚନା, ଏହା କେତେ ଦୂର ସତ୍ୟ କେତେ ଦୂର ମିଥ୍ୟା ସେ ବିଷୟରେ ଏ ଦୁନିଆ ସାରା ଲୋକ ଜାଣିଛନ୍ତି। ପ୍ରଥମ କଥା, ଭାରତ ବର୍ଷରେ ଅସବର୍ଣ୍ଣ ଲୋକମାନଙ୍କର ସଂଖ୍ୟା ଅଧିକ। ଯଦି ସବର୍ଣ୍ଣ ଲୋକମାନେ SC/ST ମାନଙ୍କୁ ନିଜର କରନ୍ତେ, ପାଖରେ ବସନ୍ତେ, ସୁଖ ଦୁଃଖ ହୁଅନ୍ତେ ଏବଂ ମୋର ମୁଖ୍ୟ କହିବା କଥା ଆକୁ ମନ୍ଦିରରେ ପ୍ରବେଶ କରି ଦିଅନ୍ତେ, ଗୋଟେ ଭାଇଚାରା ସୃଷ୍ଟି ହୁଅନ୍ତା। ମାନସିକ ସ୍ତରରେ କୋଉଠି ନା କୋଉଠି ମଣିଷ ଭାଙ୍ଗି ଯାଉଛି, ଆଉ ସେମାନଙ୍କୁ ଯୋଡ଼ିବା ଆମ ମାନଙ୍କର କର୍ତ୍ତବ୍ୟ ରହିଛି। ଯେଉଁମାନେ ଏଠି ମାନସିକ ସ୍ତରରେ କୋଉଠି କୋଉଠି ଦୁର୍ବଳ ବି ମଧ୍ୟ ହେଇଯାଉଛନ୍ତି, ସେମାନଙ୍କ ପାଇଁ କଣ କାମ କରୁଛନ୍ତି ଲୋକମାନେ? ଦେଖନ୍ତୁ, SC/ST ଲୋକମାନେ ତଳି ତଳାନ୍ତ ବର୍ତ୍ତମାନ ତାଙ୍କ ସମାଜ ଗ୍ରହଣ କରୁନି। ଅସ୍ପୃଶ୍ୟ ଅଛବ ରାକ୍ଷସ ତାଙ୍କୁ ଦେଇଛନ୍ତି। ଯଦି ଏମାନଙ୍କ ସହିତ ଉଚ୍ଚବର୍ଗ ଲୋକ ସୁସମ୍ପର୍କ ସ୍ଥାପନ କରନ୍ତେ, ଏମାନେ ଅନ୍ୟ ଧର୍ମକୁ ଯାଆନ୍ତେନି। ତେଣୁ ଏମାନଙ୍କ ପ୍ରତି ଅପବ୍ୟବହାର କରାହଉଛି, ଆମେ ଅତୁଷ୍ଟ ହେଇଯାଉଛନ୍ତି, ସେ ବାଧ୍ୟ ହୋଇ ଅନ୍ୟ ରାସ୍ତାକୁ ଚାଲି ଯାଉଛନ୍ତି। ଲୋକମାନଙ୍କ ମଧ୍ୟରେ ରହିଛି କୁସଂସ୍କାର, ଲୋକମାନଙ୍କ ମଧ୍ୟରେ ରହିଛି ଅନ୍ଧବିଶ୍ୱାସ, ଲୋକମାନଙ୍କ ମଧ୍ୟରେ ରହିଛି କୋଉଠି ନା କୋଉଠି ଦୁର୍ବଳତା ରହିଛି। ତ ତାହାକୁ ଯଦି ସଜାଡ଼ି ହୁଅନ୍ତା, ତ ଏଇ ଯେ ଏଲିଗେସନ୍ ଗୁଡ଼ା ମଣିଷ ମଧ୍ୟରେ ଆସୁଛି, ଏବେ ଦେଖୁଛେ ତ ଆମେ ବିଭିନ୍ନ ପ୍ରକାର ଦୀକ୍ଷା ରହିଛି, ବିଭିନ୍ନ ପ୍ରକାର ଦୀକ୍ଷା ଥିବା ସତ୍ତ୍ୱେ ମଧ୍ୟ ଏଲିଗେସନ୍ ବାର ବାର ଆସୁଛି କି ଏଠି ଧର୍ମାନ୍ତୀକରଣ ବିଭିନ୍ନ ଜାଗାରେ କରାଯାଉଛି। ତ ଏଇଠି କ'ଣ ସମ୍ଭବ ନୁହଁ କି ମଣିଷର ମାନସିକ ସ୍ତରରେ ବିକାଶ ହେବା ଖୁବ୍ ଆବଶ୍ୟକତା ରହିଛି? ଆଚ୍ଛା, ଯେଉଁମାନେ ଜୟଗୁରୁ ଦୀକ୍ଷା ନେଉଛନ୍ତି, ଗାୟତ୍ରୀ ଦୀକ୍ଷା ନେଉଛନ୍ତି, ସତ୍ୟ ସାଇ, ଶିରିଡି ସାଇ, ଅଭିରାମ ପରମହଂସ, ଅନେକ ଦୀକ୍ଷା ଅଛି, ସେ ଧର୍ମାନ୍ତୀ କ'ଣ ହଉନାହାନ୍ତି? ଯେ ଅଲେଖ ଦୀକ୍ଷା ନେଲା ସେ ଧର୍ମାନ୍ତୀ କ'ଣ ହଉନି? ଯେ ଯୀଶୁ ଖ୍ରୀଷ୍ଟ ଦୀକ୍ଷା ନେଇଗଲା, କ'ଣ କହିଲେ ଧର୍ମାନ୍ତୀ କ'ଣ ହେଲା ବୋଲି? ଧର୍ମାନ୍ତୀକରଣରେ କିଏ କିଏ ଆସିବେ, କିଏ ଆସିବେନି, এটা ଚିନ୍ତା କରିବା ଦରକାର। ସମସ୍ତେ ପ୍ରଭୁଙ୍କ ପ୍ରତି ଗୋଟେ ଫେରୁଛନ୍ତି। ଆଉ ଗୋଟେ ବି ଥିଲା, ଦେଖିଲୁ ଆମେ ମଝିରେ ବାହାରିଥିଲା ଗୋଟେ IIT ବାବା, ସେ ମଧ୍ୟ ଘର ଦ୍ୱାର ଛାଡ଼ି ପଳେଇଥିଲେ, ବାପା ମାଆଙ୍କୁ ପଚାରିଲେନି, ବାପା ମାଆ ମଧ୍ୟ ଯାଇଥିଲେ କି ପୁଅ କାହିଁକି ତୁ ବାବା ହେଇଗଲୁ, ଘର ଦ୍ୱାର ଛାଡ଼ିଦେଲୁ, ପାଠ ପଢ଼ୁଥିଲୁ। ତ ତାଙ୍କ ବାପା ତାଙ୍କ ଉପରେ ବି ମଧ୍ୟ ନିର୍ଭର ଥିଲେ। ତ ଏଇଟା କ'ଣ ଧର୍ମାନ୍ତୀକରଣ ହେଲାନି କି? ଧର୍ମାନ୍ତୀକରଣ ବା କହିଲି, ଧର୍ମାନ୍ତୀକରଣ ବିଷୟ ଏଇଟା ଗୋଟେ ଅତି ଗଭୀର କଥା। ଏ ଗୋଟିଏ ପାର୍ଶ୍ୱରେ ୟାକୁ ରଖିଦେଲେ ହବନି। ଯେଉଁଦିନ ମୂଳ ନିବାସୀ ଲୋକମାନଙ୍କୁ ବା ଅସବର୍ଣ୍ଣ ଲୋକମାନଙ୍କୁ ସବର୍ଣ୍ଣ ଲୋକମାନେ ନିଜର କରିବେ, ସ୍ନେହ ଶ୍ରଦ୍ଧା କରିବେ, ଆଦର ଗୌରବ ଦେବେ, ଭାଇଚାରା ସୃଷ୍ଟି କରି ତାଙ୍କ ଧର୍ମାଳୟ ମାନଙ୍କରେ ପ୍ରବେଶ କରିବାର ଅନୁମତି ଦେବେ, ସେହିଦିନ ଅସବର୍ଣ୍ଣ ମାନଙ୍କ ମଧ୍ୟରେ ଗୋଟେ ଜାଗରଣ ସୃଷ୍ଟି ହବ। ଭାଇ ଭାଇର ଯଦି ମହତ୍ଵକୁ ରଖିବେ, ଯଦି ଗୋଟେ ପିତାଙ୍କର ସନ୍ତାନ ରୂପରେ ପରିଗଣିତ ହେଇଯିବେ, ସେହିଦିନ ମୂଳ ନିବାସୀ ବା ଅସବର୍ଣ୍ଣ ମାନେ ସେମାନେ ଆଉ ଅନ୍ୟାନ୍ୟ ଧର୍ମପନ୍ଥାକୁ ଯାଇପାରିବେ ନାହିଁ।
ବାନ୍ଧି ହେଇକି ରହିଯିବେ। ଆଜି ସେମାନଙ୍କୁ ବାନ୍ଧି ନ ପାରିବାରୁ ସେମାନେ ଛିନଛତ୍ର ହେଇଯାଉଛନ୍ତି। ମାନେ ଧର୍ମାନ୍ତୀକରଣ ବିଷୟଟା ବିତର୍କ ଆଡ଼କୁ ମୁଣ୍ଡ ଟେକିଲାଣି। ଆଗାମୀ ଦିନରେ ମଧ୍ୟ ବିଭିନ୍ନ ଆଇନ ପ୍ରଣୟନ କରାଯାଉଛି ଏବଂ ଆଇନ ମଧ୍ୟ ଆସିବି ମଧ୍ୟ ପାରେ, ଆଇନ ମଧ୍ୟ କରିଦେଇ ପାରନ୍ତି। ଏବେ ଆଇନ ବ୍ୟବସ୍ଥା ମଧ୍ୟ ରହିଛି ଏ ବିଷୟ ନେଇକି, ଧର୍ମାନ୍ତୀକରଣ ବିଷୟକୁ ନେଇକି। ତ ଲୋକମାନଙ୍କୁ କ'ଣ ଏଇଟା ଶିକ୍ଷା ଦେବା ଦରକାର ରହିଛି କି ମାନସିକ ସ୍ତରରେ, କି ସେମାନେ ମାନସିକ ସ୍ତର ଯେମିତି ସ୍ପିରିଚୁଆଲି, ମେଣ୍ଟାଲି ଏବଂ ଶାରୀରିକ ଭାବେ ଏବଂ ବାହିକ ଭାବେ ବିକାଶ ହେବା ଦରକାର ଅଛି। ତ କେମିତି କ'ଣ କରାଯାଇପାରେ ଏ ବିଷୟରେ କ'ଣ କହିବେ ଆପଣ? ଶୁଣ, ପ୍ରଥମେ ଯେଉଁ ଥିଲା ମନୁବାଦୀ ଶାସନରେ ଲୋକ ଅତିଷ୍ଠ ହୋଇ ପଡ଼ିଥିଲେ। ଅସବର୍ଣ୍ଣମାନେ ତଳିତଳାନ୍ତ ହୋଇ ଯାଇଥିଲେ। B.R. ଆମ୍ବେଦକର ଆସିଲା ପରେ ସେ ମୁଖା ଖୋଲିଥିଲେ। ଆଇନ କି ତିଆରି କରିଥିଲେ B.R. ଆମ୍ବେଦକର, ସମ୍ବିଧାନ ସେ ତିଆରି କରିଥିଲେ। କିନ୍ତୁ ବର୍ତ୍ତମାନ ସମ୍ବିଧାନ ହତ୍ୟା ହେବାକୁ ବସିଲାଣି। ସମ୍ବିଧାନ ହତ୍ୟା ହେଇଯିବ ତାହେଲେ ଦେଶର ଅବସ୍ଥା ସାଂଘାତିକ ହେବ। ଅସବର୍ଣ୍ଣ ମାନେ ତଳିତଳାନ୍ତ ହେଇଯିବେ, ପଶୁ ପକ୍ଷୀ ଠାରୁ ହୀନ ହେଇଯିବେ। ପୁନର୍ବାର ସେହି ସବର୍ଣ୍ଣ ମାନଙ୍କ ରାଜ ଚାଲିବ। ଅସବର୍ଣ୍ଣ ମାନେ ଦୈନ୍ୟ ଅବସ୍ଥାକୁ ଚାଲି ଆସିବେ। ଏକ ବିପ୍ଳବ ହେବ, ଯାହାର ସମାଧାନ କରିବା ଅସାଧ୍ୟ ହେବ। ସେଥିପାଇଁ ସବର୍ଣ୍ଣ ଅସବର୍ଣ୍ଣ ମଧ୍ୟରେ ଭାତୃପ୍ରେମ ବା ଭାଇଚାରା ସୃଷ୍ଟି ହେଉ, ଯାହାଫଳରେ ଯିଏ ଯେଉଁ ପ୍ରଭୁଙ୍କୁ ଡାକୁ, ଯିଏ ଯେଉଁ ନାମ ନଉ, ସର୍ବେ ହୋଇବେ ଏକ ମୁଖ ବା ଡାକିବେ ପ୍ରଭୁ ପ୍ରଭୁ ରଖ, ଭାଗବତ ବାଣୀ। ଯିଏ ଯେଉଁ ପ୍ରଭୁଙ୍କୁ ଡାକୁ ଆମେ ସମସ୍ତେ ଭାଇଚାରା ହେଇକି ରହିବା। ଆମେ ଗୋଟେ ପିତାଙ୍କର ସନ୍ତାନ ବୋଲି ବିଖ୍ୟାତ ହେବା। ତାହେଲେ ଆମ ଜାତି ବା ଧର୍ମ ବଞ୍ଚିବ, ଆମ ଦେଶ ବଞ୍ଚିବ, ଆମେ ସମସ୍ତେ ଏକ ହୋଇ ରହିବା। ଏତିକି ମୋର କଥା। তো আশা করছি আপনার যদি চ্যানেলটি ভালো লাগিছে তাহলে এই চ্যানেলকে সবসক্রাইব করন্তু, শেয়ার করন্তু এবং কমেন্ট করন্তু আপনার মত কোণ। আমি এই মত দেলু, আপনার মত কোণ এই কমেন্ট সেকশন দেখুন, কমেন্ট সেকশন লেখা হয়েছিল। সেই কমেন্ট সেকশনে আপনার কমেন্ট করন্তু আপনার কোণ মত রয়েছে এই ধর্মান্তীকরণ বিষয়ে এবং আপনার ইয়াকু কেমিতি সমাধান করে দেই পারিবে এই সমাজরে এই বিষয়টি আমাকে লিখন্তু। ସମସ୍ତଙ୍କୁ ନମସ୍କାର।